ନାଟି ତାର ସ୍ୱପ୍ନା। ସ୍ୱପ୍ନ ରାଇଜର ପରିଟିଏ। ବୟସ ପାଖାପାଖି 19 କି 20 ବର୍ଷ ହେବ। ନଦୀ ପରି ଚଳଚଞ୍ଚଳ। ଉଛୁଳା ଯୌବନ ଦେହରେ ଲହଡ଼ି ମାରୁଛି। ଦେହର ରଙ୍ଗ ଏତେ ଗୋରା ନହେଲେ ମଧ୍ୟ ଦେହର ଗଠନ ଖୁବ୍ ଆକର୍ଷଣୀୟ। ତାର ଆଗ ଦୁଇଟି ବହୁତ ବଡ଼, ପ୍ରାୟ 36 ହେବ। ତା ଶରୀରର ସବୁଠାରୁ ଆକର୍ଷଣୀୟ ତାର ଆଗ ଦୁଇଟିକୁ ଦେଖିଲେ ଟୋକା ତ ଟୋକା, ବୁଢ଼ାମାନଙ୍କର ମଧ୍ୟ ଠିଆ ହୋଇଯିବ। କାହାଣୀକୁ ଆରମ୍ଭ କରିବା ପୂର୍ବରୁ ମୁଁ ମୋର ପରିଚୟ ଦେଇଦିଏ। ମୁଁ ଅବିନାଶ। ବର୍ତ୍ତମାନ ବୟସ 40 ବର୍ଷ। ଏ କାହାଣୀ 10 ବର୍ଷ ତଳର। ସେତେବେଳେ ମୁଁ ନୂଆ ନୂଆ ଏନ୍ଟିପିସି କଣିହାରେ ଚାକିରି ଜୀବନ ଆରମ୍ଭ କରିଥାଏ। ବିବାହ ସେ ପର୍ଯ୍ୟନ୍ତ ହୋଇନଥାଏ। ସେଠି କମ୍ପାନୀର ଗୋଟିଏ କ୍ୱାର୍ଟରରେ ମୁଁ ରହୁଥାଏ। ଏକା ଏକା ଜୀବନଟା ନିରସ ଲାଗୁଥାଏ। ମୁଁ ନିଜେ ରୋଷେଇ କରିକି ଖାଏ। ଘରେ ବିବାହ ପାଇଁ ବହୁତ ବାଧ୍ୟ କରୁଥାନ୍ତି, ହେଲେ ମୁଁ ଟାଳି ଚାଲିଥାଏ। କାହିଁକିନା ମୋର ଇଚ୍ଛା ଥିଲା ପ୍ରଥମେ କିଛି ପଇସା ହାତରେ ରଖି ତାପରେ ଘର ସଂସାର କଲେ ପରେ କିଛି ଅସୁବିଧା ହେବ ନାହିଁ। ହେଲେ ମୋର ଏ ଅମାନିଆ ମନ କୋଉଠି ମାନୁଛି? ଏଇ ବୟସରେ ବା କାହାକୁ ଏକୁଟିଆ ରହିବାକୁ ଭଲ ଲାଗିବ? ବାଧ୍ୟ ହୋଇ ମୋବାଇଲରେ ଟୋକାଟୋକିଙ୍କର ସେ ଖରାପ ଭିଡ଼ିଓ ଦେଖି ନିଜେ ନିଜେ କାମ ଚଳେଇ ନେବା କଥା। ଏମିତି ଦିନ ଗଡ଼ି ଚାଲିଥାଏ। ମୋର ଜଣେ ସହକର୍ମୀ ବନ୍ଧୁ ଦିନେଶ ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ମୋ ପାଖକୁ ଆସିଲେ ଆଉ କହିଲେ, ମୋ ଭଉଣୀର ବାହାଘରକୁ ତୁମକୁ ନିଶ୍ଚୟ ଯିବାକୁ ପଡ଼ିବ। ସେ ପୁଣି ଦିନେ ପୂର୍ବରୁ ସେ ମୋର ଅତି ଘନିଷ୍ଠ ବନ୍ଧୁ ହୋଇଥିବାରୁ ମୁଁ ମନା କରିପାରିଲି ନାହିଁ। ବନ୍ଧୁ ଦିନେଶର ଘରର ବଡ଼ ପୁଅ ହୋଇଥିବାରୁ ତାଙ୍କର ଚାକିରି ପାଇବା ମାତ୍ରେ ଶୀଘ୍ର ବାହାଘର ହୋଇଯାଇଥାଏ। ତାଙ୍କର ତଳକୁ 2 ଭଉଣୀ। ବଡ଼ ଭଉଣୀର ବାହାଘର ତାଙ୍କ ଗାଁ କଣିହାରୁ ପ୍ରାୟ 5ରୁ 6 କିଲୋମିଟର ହେବ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ଅନୁସାରେ ବନ୍ଧୁ ଦିନେଶ ମୋତେ ଆସି ତାଙ୍କ ଘରକୁ ନେଇଗଲେ। ମୋତେ ମଧ୍ୟ ଅନେକ ଦାୟିତ୍ୱ ଦେଲେ। ଖୁବ୍ ଅଳ୍ପ ସମୟ ମଧ୍ୟରେ ମୁଁ ପରିବାରର ସମସ୍ତଙ୍କ ସହିତ ଭଲ ଭାବରେ ମିଶିଗଲି। ଦିନେଶ ବାବୁଙ୍କର ପ୍ରାୟ 9-10 ମାସର ପୁଅଟିଏ ଥାଏ। ତାଙ୍କର ସାନ ଭଉଣୀ, ଯିଏ ମୋ କାହାଣୀର ନାୟିକା, ସେଇ ଛୋଟ ପୁଅଟିକୁ କାଖେଇକି ବୁଲାଉଥାଏ। ଥରେ ମୁଁ ତାଠାରୁ କୁନି ପୁଅକୁ ମୋ ପାଖକୁ ଡାକିଲି, ହେଲେ ସେ ମୋ ପାଖକୁ ଆସିବାକୁ ଚାହୁଁନଥିଲା। 2-3 ଥର ତାକୁ ଆଣିବା ପାଇଁ ଚେଷ୍ଟା କରିବା ଭିତରେ ମୁଁ ଜାଣିଶୁଣି ସ୍ୱପ୍ନାର ଛାତିରେ ଟିକେ ହାତ ବଜେଇଲି, ହେଲେ ସେ କିଛି ପ୍ରତିବାଦ କଲା ନାହିଁ। ଏମିତିରେ ତ ପ୍ରଥମ ଦେଖାରେ ହିଁ ତାର ବଡ଼ ବଡ଼ ଦୁଇଟି ଦେଖି ତା ପ୍ରତି ମୁଁ ଆକର୍ଷିତ ହୋଇସାରିଥିଲି। ତା ସହିତ ସମ୍ପର୍କ ରଖିବାକୁ ମୋର ମନରେ ପ୍ରବଳ ଇଚ୍ଛା ଜାଗ୍ରତ ହୋଇସାରିଥିଲା। ଛୁଆକୁ ତା କୋଳରୁ ନେବା ସମୟରେ ମୁଁ ତାର ଛାତିକୁ ଛୁଇଁବା ପରଠାରୁ ତା ମନରେ ମଧ୍ୟ ମୋ ପ୍ରତି ଭାବନା ବଦଳି ସାରିଥିଲା। ମୁଁ ଲକ୍ଷ୍ୟ କଲି ସେ ମୋତେ ଦେଖି ମୁରୁକି ହସୁଛି। ମୁଁ ଜାଣିଗଲି ମାଛ ଏବେ ନିଶ୍ଚୟ ଚାରା ଖାଇବ। ଏମିତିରେ କାମ ସାରି ସମସ୍ତେ ରାତ୍ରି ଭୋଜନ ଖାଇସାରିଲୁ। ମୋର ଦାଣ୍ଡ ଘରେ ଶୋଇବା ପାଇଁ ବିଛଣା ପରା ହେଲା। ସମସ୍ତେ ଶୋଇବାକୁ ଗଲେ, ହେଲେ ମୋତେ ଜମାରୁ ନିଦ ହେଉନଥାଏ। ହଠାତ୍ ଅନ୍ଧାରରେ କାହାର ପାଦ ଶବ୍ଦ ଶୁଭିଲା। ମୋ ରୁମ୍ର କବାଟ ଖୋଲିବାର ଶବ୍ଦ ଶୁଭିଲା। ମୁଁ କବାଟ ଆଡ଼କୁ ଅପଲକ ନୟନରେ ଅନେଇଥାଏ। କିଏ ମୋ ପାଖକୁ ଆସୁଥିବାର ମୁଁ ଜାଣିପାରିଲି। ଭୟ ମିଶା ଉତ୍କଣ୍ଠାର ସହିତ ମୁଁ ଅନେଇକି ରହିଥାଏ। ସ୍ୱପ୍ନା ଫୁସ୍ ଫୁସ୍ ସ୍ୱରରେ ମୋ ନାଁ ଧରି ମୋତେ ଡାକିଲା। ମୁଁ କିଛି ଉତ୍ତର ନ ଦେଇ ଶୋଇବାର ଅଭିନୟ କଲି। ତାପରେ ସେ ମୋତେ ହଲେଇକି ଉଠେଇଲା। ମୁଁ ହଠାତ୍ ନିଦ ବାଉଳାରେ ଉଠିଲା ପରେ କ'ଣ ହେଲା ବୋଲି ପାଟି କରିବାକୁ ଯାଉଥିଲି, ସେ ମୁହଁରେ ହାତ ଦେଇ ଚୁପ୍ କରିଦେଲା। ସେତେବେଳେ ମୁଁ ଜାଣିପାରିଲି ଯେ ସେ ସ୍ୱପ୍ନା ବୋଲି। ତାପରେ ସିଧା ସେ ମୋତେ କୁଣ୍ଢେଇ ଧରି ମୋତେ ଗେଲ କରିବାକୁ ଲାଗିଲା। ମୁଁ ମଧ୍ୟ ଏ ସୁଯୋଗକୁ ହାତଛଡ଼ା ନ କରି ମୁଁ ମଧ୍ୟ ତାକୁ ଗେଲ କଲି ଏବଂ ମୋର 2 ହାତରେ ତାର 2ଟି ଛାତିକୁ ଦଳିବାକୁ ଲାଗିଲି। ସେତେବେଳକୁ ମୋର ସେଇଟା ପୁରାପୁରି ଗରମ ହୋଇସାରିଥାଏ। ମୋର ସେଇଟା 6 ଇଞ୍ଚ କିମ୍ବା 7 ଇଞ୍ଚ ଲମ୍ବା ହେବ। ହଠାତ୍ ସେ ମୋ ଲୁଙ୍ଗି ଭିତରେ ହାତ ପୁରେଇ ମୋର ଧରି ପକେଇଲା ଏବଂ ଧରିକି ଚମକି ପଡ଼ିଲା ଓ ମୋ କାନରେ ଫୁସ୍ ଫୁସ୍ କରି କହିଲା, ଅନ୍ୟ ସବୁ କାମ ଆଉ କେବେ ହେବ? କାଳେ କିଏ ଉଠିଯିବେ। ଅସଲି କାମ ଶୀଘ୍ର ଆରମ୍ଭ କରିଦିଅ। ତୁମର ସେଇଟା ତ ପୁରାପୁରି ରେଡ଼ି ଅଛି। ମୁଁ କହିଲି, ହେଲେ ବିନା ବେଲୁନରେ? ସେ କହିଲା, ମୋ ଭାଉଜଙ୍କ ଡ୍ରରୁ ଲୁଚେଇକି ପ୍ରୋଟେକ୍ସନ୍ ନେଇ ଆସିଛି। ତା କଥା ଶୁଣି କାଳ ବିଳମ୍ବ ନ କରି ମୁଁ ତାର ଉପରକୁ ଉଠେଇ ଦେଇ ତାର ସେଇଠି ହାତ ବୁଲେଇ ଆଣିଲି। ତାର ସେଇ ଚାରିପାଖରେ ଅଳ୍ପ ଅଳ୍ପ ଚୁଟି ଥିଲା।
ତାର ସେଇଠି ହାତ ମାରି ଦେଖିଲେ ତାର ସେଇଟା ପୁରା ଲାଳରେ ଭର୍ତ୍ତି। ସେ ଡେରି ନ କରି ମୋର ସେଇଠି ଆଣିଥିବା ପ୍ରୋଟେକ୍ସନକୁ ଲଗେଇଲା। ମୁଁ ମଧ୍ୟ କାଳ ବିଳମ୍ବ ନ କରି ତାର ମେଲେଇକି ମୁଁ ମୋର ନେଇ ତାର ସେଇ ରସରେ ଅଦା କରି ଭିତରକୁ ଜୋରରେ ଦାବିଲି। ଏକାଥରକି ପୁରା 6 ଇଞ୍ଚ ଯାକ ତା ଭିତରକୁ ପଶିଲା। ମୁଁ ସେଇଠୁ ଜାଣିଲି ସ୍ୱପ୍ନା ଆଗରୁ ବହୁତ ମଜା ନେଇଛି, ହେଲେ ସେ କଥା ଆଉ ବେଶୀ ମୁଣ୍ଡରେ ନ ପୁରେଇ ମୁଁ ନନଷ୍ଟପ୍ କରି ଚାଲିଲି। ହେଲେ ଭୟ ଓ ଉତ୍କଣ୍ଠାରେ ମୋର ଶୀଘ୍ର ପାଣି ବହିଗଲା। ସେ ବି ତୃପ୍ତ ହୋଇପାରିଲା ନାହିଁ, ତରତରରେ ଉଠି ଚାଲିଗଲା। ମୁଁ ମଧ୍ୟ ନରମି ଯାଇଥିବା ମୋର ସେଇଟାକୁ କାଢ଼ି ବାଡ଼ି ପଟକୁ ଯାଇ ପ୍ରୋଟେକ୍ସନକୁ ଫୋପାଡ଼ି ଦେଲି ଓ ପରିସ୍ରା କରି ଆସି ଚୁପଚାପ ଶୋଇପଡ଼ିଲି। ତା ପରଦିନ ବାହାଘର ସରିଲା ପରେ ମୁଁ ପୁଣି ଫେରି ଆସିଲି। ତା ପରଠାରୁ ପ୍ରତ୍ୟେକ ଦିନ ରାତିରେ ସମସ୍ତେ ଶୋଇଗଲା ପରେ ତାଙ୍କ ଲ୍ୟାଣ୍ଡଫୋନ୍ରୁ ସେ ମୋତେ ଫୋନ୍ କରେ ଏବଂ ଆମେ ବହୁତ ରାତି ପର୍ଯ୍ୟନ୍ତ ଗପସପ ହେଉ, ଖରାପ କଥାବାର୍ତ୍ତା ମଧ୍ୟ ହେଉ। ଦିନେ ସେ ମୋତେ କହିଲା, କାଲି ମୁଁ ଯିବି ମୋ ଭଉଣୀ ଘରକୁ। ମୁଁ ତାକୁ ଅନୁରୋଧ କଲି ମୋ ପାଖକୁ ଆସିବା ପାଇଁ, ଆଉ ସେ ମଧ୍ୟ ରାଜି ହୋଇଗଲା। ଏଥର ପୂର୍ଣ୍ଣ ତୃପ୍ତି ଦେବାର ପ୍ରତିଶ୍ରୁତି ଦେଲି। ଯୋଜନା ଅନୁସାରେ ସେ ଭଉଣୀକୁ ସାଙ୍ଗ ପାଖକୁ ଯାଉଛି କହି ସାଇକେଲ ନେଇ ମୋ ପାଖକୁ ଆସିଲା। ସାଇକେଲଟିକୁ ବାଉଣ୍ଡ୍ରି ଭିତରେ ଲୁଚେଇ ଦେଇ ବାହାର ପଟୁ ରୁମ୍ରେ ତାଲା ପକାଇ ଦେଇ ଛାତ ଉପରେ ଦେଇ ରୁମ୍ ପଛପଟ ଦେଇ ମୁଁ ଘର ଭିତରକୁ ଗଲି। ଏବେ ମୁଁ ନିର୍ଭୟ ହୋଇଗଲି ଯେ କେହି କିଛି ସନ୍ଦେହ କରିବାର ନାହିଁ। ତାପରେ ମୁଁ ଘର ଭିତରକୁ ଯାଇ ସ୍ୱପ୍ନାକୁ ଜାବୁଡ଼ି ଧରି ତା ମୁହଁ ସାରା ଗେଲ କରି ଚାଲିଲି ଏବଂ ଦୁଇ ହାତରେ ତାର ନୂଆ ନୂଆ ଉଠିଥିବା କଅଁଳିଆ ଦୁଇଟିକୁ ଦଳିବାକୁ ଲାଗିଲି। ସେ ଖାଲି ସଁ ସଁ ହେଉଥାଏ। ଏଥର ଜମା ବ୍ୟସ୍ତ ନ ହୋଇ ମୁଁ ଧୀରେ ଧୀରେ ଆଗକୁ ବଢ଼ୁଥାଏ। ସେ ସଲୱାର କମିଜ ପିନ୍ଧିଥାଏ। ସବୁ ଖୋଲିବାକୁ ସେ ମନା କଲା। ମୁଁ ମଧ୍ୟ ତାକୁ ବାଧ୍ୟ ନ କରି କେବଳ ଉପରଟିକୁ ଓହ୍ଲେଇ ଦେଇ ତାକୁ ବେଡ୍ ଉପରେ ଶୁଆଇଦେଲି। ଗୋଡ଼ ଦୁଇଟାକୁ ତଳକୁ ଓହଳିଥାଏ। ତାପରେ ମୁଁ ମୋର ନେଇ ତା ହାତରେ ଧରେଇଲି। ଠିଆ ହୋଇଥିବା ମୋର ସେଇଟା ତା ହାତର ସ୍ପର୍ଶ ପାଇ ପୁରା 90 ଡିଗ୍ରୀରେ ଫଁ ଫଁ ହେବାକୁ ଲାଗିଲା। ଆଉ କାଳ ବିଳମ୍ବ ନ କରି ମୁଁ ମୋର ପ୍ରୋଟେକ୍ସନ୍ ଚଢ଼େଇ ଦେଇ ତାକୁ କରି ଚାଲିଲି। ସେ ଖାଲି ସଁ ସଁ ହେଉଥାଏ। ମୁଁ ଟିକେ ଥକି ପଡ଼ିବାରୁ ମୁଁ ତଳେ ଶୋଇ ତାକୁ ମୋ ଉପରେ ଚଢ଼ି ମଜା ନେବାକୁ କହିଲି। ପରେ ପରେ ତାକୁ ଆଣ୍ଠେଇ ଦେଇ ପଛପଟୁ ପୂରେଇ କୁକୁର ପରିଆ ତାକୁ ମଜା ଦେଲି। ପ୍ରାୟ ଅଧଘଣ୍ଟା ମଜା ଦେଲା ପରେ ତାର ରସ ବାହାରିଲା ଏବଂ ପରେ ପରେ ମୋର ମଧ୍ୟ ସ୍ଖଳନ ହୋଇଗଲା। କିଛି ସମୟ ବିଛଣାରେ ଆମେ ଗଡ଼ି ପଡ଼ି ରହିଲୁ। ତାପରେ ସେ ଗାଧୁଆ ଘରକୁ ଯାଇ ଧୁଆଧୋଇ ହେବା ପରେ ଚାଲିଗଲା। ଏହାପରେ ମଧ୍ୟ ଆଉ ଥରେ ମୋ ରୁମ୍କୁ ଡାକି ମୁଁ ତା ସହିତ ଖୁବ୍ ମଜା କରିଥିଲି। ଇଏ ଥିଲା ମୋର ପ୍ରଥମ କାହାଣୀ, ମାନେ ପ୍ରଥମ ଅନୁଭୂତି। ତାପରେ ପରେ ସ୍ୱପ୍ନାର ବାହାଘର ହୋଇଗଲା ଏବଂ କିଛି ଦିନ ପରେ ମୋର ମଧ୍ୟ ଅନ୍ୟତ୍ର ବାହାଘର ହୋଇଗଲା। ହେଲେ ମୁଁ ମୋର ପ୍ରଥମ ଅନୁଭୂତିକୁ କେବେ ହେଲେ ଭୁଲି ପାରିବି ନାହିଁ। ମୋ କାହାଣୀ ଆପଣଙ୍କୁ କେମିତି ଲାଗିଲା ଆପଣମାନେ କମେଣ୍ଟ ବକ୍ସରେ ମୋତେ ନିଶ୍ଚୟ ଜଣାଇବେ। ଯଦି ଆପଣମାନେ ଆମ ଟେଲିଗ୍ରାମରେ ଜଏନ୍ ହୋଇନାହାନ୍ତି ତାହେଲେ ଟେଲିଗ୍ରାମକୁ ଯାଇ ସର୍ଚ୍ଚ କରନ୍ତୁ @ଓଡ଼ିଆ ଷ୍ଟୋରି ଅଙ୍କିତ 0 ଆଉ ଜଲ୍ଦି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ତ ଦର୍ଶକ ବନ୍ଧୁ, କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଏହା କେବଳ ଆପଣମାନଙ୍କର ମନୋରଞ୍ଜନ ପାଇଁ ତିଆରି କରାଯାଇଛି। ରହୁଛି, ଧନ୍ୟବାଦ।